ଶୀତ ଋତୁର ଆଗମନରେ ଶୀତକୁ ଖାତିର ନକରି ସମସ୍ତେ ଆଗେଇ ଆସିଥାନ୍ତି ଭୋଜି ଭାତ ପିକନିକ୍ କରିବା ପାଇଁ। ଆଉ ଏ ଭୋଜିର ପ୍ରଥମ ଡିମାଣ୍ଡ ହେଇଥାଏ ସୁପ୍। ଏ ଯେଉଁ ଥଣ୍ଡା ପଡ଼ୁଛି ଓହୋ ହୋ ହୋ, ଏଇ ଯେଉଁ ଥଣ୍ଡା ଥଣ୍ଡା ପାଗକୁ ଗରମ ଗରମ ସୁପ୍ ତାର ମଜା କିଛି ଅଲଗା। ୟୁଜୁଆଲି ସୁପ୍ ନାମା ହିଁ ହେଲ୍ଦି, କିନ୍ତୁ ଆଜିର ସୁପ୍ରେ ମୁଁ ବହୁତ ଗୁଡ଼ାଏ ଶୀତଦିନିଆ ପରିବା ୟୁଜ୍ କରିଛି। ଆଉ ଆ ଦେହରେ ୟୁଜ୍ କରିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁଟାକି ମାଣ୍ଡିଆ, ଯେଉଁଟା ଖାଇବା ଦ୍ୱାରା ଆମ ପେଟକୁ ଥଣ୍ଡା ରଖିଥାଏ। ସୁପ୍ ଏମିତି ପାଟିକୁ ଗରମ ଲାଗିଥାଏ, ବହୁତ ଟେଷ୍ଟ ବି ଲାଗିଥାଏ। ଏବଂ ଯେହେତୁ ମୁଁ ଏଥିରେ ମାଣ୍ଡିଆ ୟୁଜ୍ କରିଛି, ପେଟକୁ ଏହା ଥଣ୍ଡା ରଖିଥାଏ। ଚାଲନ୍ତୁ ଷ୍ଟାର୍ଟ କରିବା ତାହେଲେ ଆମର ମାଣ୍ଡିଆର ସୁପ୍। କଡ଼େଇ ବସେଇ ଦେଇକି ଏକଦମ କମ୍ ତେଲ, ଯେଉଁଟାକି 2-3 ଡ୍ରପ୍ ଯେତିକି ହେବ ତେଲ ପକାଇଦେବା। ତା ଦେହରେ ରସୁଣକୁ ଯେଉଁ କାଟିକି ଆମେ ରଖିଥିଲେ ରସୁଣକୁ ପକାଇକି ଟିକେ ଭାଜିଦେବା। ରସୁଣ ଟିକେ ଭାଜି ହେଇସାରିଲା ପରେ ପ୍ରଥମେ ଆମେ ପକାଇବା ଫୁଲକୋବି। ଫୁଲକୋବିକୁ ସେମିତି ଟିକେ ନାଗୁରୁ ହାଇ ଫ୍ଲେମ୍ରେ କରିବେ। ଫୁଲକୋବିକୁ ଟିକେ ନାଗୁରୁ ଭାଜିଦେବେ। ଫୁଲକୋବି ଟିକେ ଭାଜି ହେଇଗଲା ପରେ ଆମେ ତାପରେ ପକାଇବା ଅଲଗା ସବୁ ପରିବା। ଆମର ଫୁଲକୋବି ଟିକେ ଭାଜି ହେଇ ଆସିଲାଣି। ଏବେ ଆମେ ତା ଦେହରେ ପକାଇବା ବନ୍ଧାକୋବି। ଯେଉଁ ପରିବାଟା ଅଧିକ ହିଟ୍ ଖାଇବ ବା ଅଧିକ ଆଞ୍ଚ ଖାଇବ, ପ୍ରଥମେ ଆମେ ସେଇ ପରିବା ପକାଇବା। ତାପରେ ଧୀରେ ଧୀରେ ଯେଉଁଟା କମ୍ ସିଝା ଖାଇବ ସେଇ ହିସାବରେ ଆମେ ପରିବା ପକାଇବା। ବନ୍ଧାକୋବିକୁ ଏମିତି ଟିକେ ଭାଜିଦେବା। ଏଇଠି ଦେଖନ୍ତୁ ମୁଁ ଗୋଟେ ଫୁଲ୍ ସସ୍ପେନ୍ ଭରିକି ପାଣି ଗରମ କରିଦେଇଛି, କାରଣ ଆମର ଏଇ ସୁପ୍ ବନେଇବା ପାଇଁ ଆମକୁ ଗରମ ପାଣି ଦରକାର ହେବ। ଏଇଠି ଆମର ଫୁଲକୋବି ବନ୍ଧାକୋବି ପାଖାପାଖି ଭଜା ଟିକେ ଟିକେ ହେଇଗଲାଣି। ଏବେ ଆମେ ତା ଦେହରେ ବିନ୍ସ ପକାଇବା। ବିନ୍ସ ପକାଇକି ଆଉ ଟିକେ ଆମେ ଭାଜିଦେବା। ବିନ୍ସ ପକାଇ ସାରିଲା ପରେ ଯେଉଁ ନରମ ପରିବା ଆମର ରହିଛି, ଯେମିତିକି ହେଲା କ୍ୟାପ୍ସିକମ୍ ହେଲା, ଯେଉଁ ଫ୍ରୋଜେନ୍ର ମୁଁ ନେଇଥିଲି ମଟର ହେଲା କି ନହେଲେ ମକା ହେଲା, ଏଗୁଡ଼ା ବହୁତ କମ୍ ସିଝା ଖାଇବ, ଏହାକୁ ଆମେ ପରେ ପକାଇବା। ଏବେ ମୁଁ ଟିକେ ନାଗୁରୁ ଢାଙ୍କିକି ତାକୁ ସିଝେଇବାକୁ ଛାଡ଼ିଦେଲି। ଏବେ ଯେଉଁତକ ପରିବା ଆମର କମ୍ ସିଝା ଖାଇବ ସେତକ ସବୁତକ ପରିବାକୁ ଆଟ୍ ଏ ଟାଇମ୍ ଦେଇକି ମିଡ଼ିୟମ୍ ଫ୍ଲେମ୍ରେ ଆଉ ଟିକେ ଆମେ ତାକୁ ସିଝିବା ପାଇଁ ଛାଡ଼ିଦେବା। ଏହି ସୁପ୍ରେ ଆପଣମାନେ ଚାହିଁଲେ ମଧ୍ୟ ଆଉ କିଛି ପରିବା ଆଡ଼୍ କରିପାରନ୍ତି, ଯେମିତିକି ହେଲା ବ୍ରୋକଲି ହେଲା, ଗାଜର ହେଲା, ପନିର ବି ମଧ୍ୟ ୟୁଜ୍ କରିପାରନ୍ତି। ଆପଣ ଚାହିଁଲେ ବି ମଧ୍ୟ କିଛି ବି ପରିବା ସ୍କିପ୍ କରିଦେଇ ପାରନ୍ତି। ଏଥିପାଇଁ କିଛି ମାଣ୍ଡାଟୋରି ନାହିଁ ଏଇ ପରିବା ପକାଇବେ। ଏବେ ଆମର ପରିବା ଟିକେ ଟିକେ ସିଝି ଆସିଲାଣି। ଆମେ ସିମ୍ କରିଦେଇକି ତାକୁ ଢାଙ୍କି ଦେବା। ଆଉ ଯିବା ଆମେ ତା ପାଇଁ ଘୋଳ ପ୍ରସ୍ତୁତ କରିବା। ଏଥିପାଇଁ ମୁଁ 1 କପ୍ ମାଣ୍ଡିଆର ଚୂନା ନେଇଯାଇଛି। ତାକୁ ଥଣ୍ଡା ପାଣି ଦେଇକି ଆମେ ଗୋଳେଇକି ଗୋଟେ ଘୋଳ ପ୍ରସ୍ତୁତ କରିଦେବା। ଏଇଠି ଦେଖନ୍ତୁ ମୁଁ କେମିତି ଗୋଳେଇକି ଗୋଟେ ଘୋଳ ପ୍ରସ୍ତୁତ କରିଦେଉଛି। ଏଇଠି ଆମର ସୁପ୍ରେ ଦେବା ପାଇଁ ମାଣ୍ଡିଆ ଘୋଳ ପୁରାପୁରି ରେଡ଼ି ହେଇଯାଇଛି। ଚାଲନ୍ତୁ ଏବେ ପରିବା ଚେକ୍ କରିଦେବା। ପରିବା 80-90% ସିଝିଗଲା ପରେ ଆମେ ଯେଉଁ ଗରମ ପାଣି କରି ରଖିଥିଲେ ସେ ଗରମ ପାଣିକି ଦେଇଦେବା। ଗରମ ପାଣି ଏବଂ ପରିବା ଭଲ ଭାବରେ ଫୁଟିଗଲେ ଗୋଟେ ଟମାଟୋକୁ ଆମେ ଏମିତି ଗ୍ରେଟରରେ କୋରିକି ଦେଇଦେବା। ଏଇଠି ଚାହିଁଲେ ମଧ୍ୟ ଆପଣ ଟମାଟୋକୁ ଏମିତି ଗ୍ରାଇଣ୍ଡ କରିକି ତାର ପ୍ୟୁରି ମଧ୍ୟ ଦେଇପାରିବେ। 1 ଇଞ୍ଚ ଅଦା ଯେତିକି ହେବ ଏମିତି ଗ୍ରେଟରରେ ଆମେ କୋରିକି ଅଦାକୁ ଦେଇଦେବା। ଅଦାର ଫ୍ଲେଭରଟା ସୁପ୍ରେ ବହୁତ ବଢ଼ିଆ ଲାଗିଥାଏ। ଆମର ଜମା ବି ପଡ଼ିନି ଲୁଣ ସୁପ୍ରେ, ଯେତିକି ଆମର ଲୁଣ ଆବଶ୍ୟକ ଆମେ ସେତିକି ଲୁଣ ଏବେ ପକାଇଦେବା। ଏବେ ଆମର ସବୁତକ ପରିବା ଫୁଟିଗଲା। ଫୁଟି ସାରିଲା ପରେ ଆମେ ତାର ଯେଉଁ ଘୋଳ କରିକି ରଖିଥିଲେ ମାଣ୍ଡିଆ ଘୋଳ ଆମେ ଢାଳିଦେବା। ମନେ ରଖିବେ ଏଠି ଘୋଳ ଦେଲାବେଳେ ଆପଣ କଣ୍ଟିନ୍ୟୁଅସ୍ ଗୋଳେଇ ଚାଲିଥିବେ ଏବଂ ଗୋଟେ ହାତରେ ପାଣି ବା ମାଣ୍ଡିଆ ଘୋଳ ଦେବେ, ଗୋଟେ ହାତରେ ଡଙ୍କିରେ ଗୋଳଉଥିବେ, କାରଣ ଏଇ ଯେଉଁ ମାଣ୍ଡିଆ ଘୋଳଟା ବହୁତ ଶୀଘ୍ର ବାଇଣ୍ଡ ହେଇଯାଇଥାଏ। ଆଉ ଯଦି ଆପଣ ତୁରନ୍ତ ନ କରିବେ ତଳ ଲାଗିଯିବ। ଏଥିରେ ଏବେ ଆମେ ସୁପ୍ରେ ଦେବା ପାଇଁକିନା କିଛି ଗୋଲମରିଚକୁ ଗୁଣ୍ଡ କରିକି ନେଇ ଆସିବା। ଗୋଲମରିଚ ଗୁଣ୍ଡ ସୁପ୍ରେ ବହୁତ ବଢ଼ିଆ ଟେଷ୍ଟ ଲାଗିବା ସହିତ ବଢ଼ିଆ ରାଗ ରାଗ ମଧ୍ୟ ଲାଗିଥାଏ। ଏବେ ଆମେ ସୁପ୍ରେ କାଟିକି ରଖିଥିବା କିଛି ଫ୍ରେଶ୍ ଧନିଆ ପତ୍ରକୁ ଦେଇଦେବା। ଏଇଠି ଆମର ରେଡ଼ି ହେଇଯାଇଛି ସୁପର ହେଲ୍ଦି ମାଣ୍ଡିଆ ସୁପ୍। ଶୀତଦିନ ସରିବା ପୂର୍ବରୁ ଏଇଭଳିଆ ଗରମ ଗରମ ମାଣ୍ଡିଆ ସୁପ୍ କରି ନିଜେ ଖାଆନ୍ତୁ, ଅନ୍ୟମାନଙ୍କୁ ଖୁଆନ୍ତୁ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ନିଶ୍ଚିନ୍ତ ରୂପରେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଖାଆନ୍ତୁ, ଖୁଆନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।